ବର୍ତ୍ତମାନ ସାରା ଓଡ଼ିଶାରେ ଆଇନ କାନୁନ ବର୍ତ୍ତମାନ ବିଫଳ ହେଇଯାଇଛି। ସରକାରର ଅପାରଗତା ପାଇଁ, ପ୍ରଶାସନ ମାନଙ୍କର ଉଦାସୀନ ମନୋଭାବ ପାଇଁ ସାରା ଓଡ଼ିଶାରେ ଆଜି ଆଦିବାସୀ ବିପଦରେ। ଖାଲି ଯେ କାକବନ୍ଧରେ ଅସୁବିଧା ହେଲା ତାହା ନୁହେଁ, ସାରା ଓଡ଼ିଶାରେ ବର୍ତ୍ତମାନ ଆଦିବାସୀ ବିପଦରେ। ଆପଣଙ୍କର ଯିଏ ଆଦିବାସୀ ମନ୍ତ୍ରୀ ଅଛନ୍ତି ତାଙ୍କ ଜିଲ୍ଲାରେ ଗୋଟେ ଛାତ୍ରୀ ଷ୍ଟପ୍ ଫାଟିଲା ପରେ ତା 9 ଜଣ ଖଣ୍ଡେ ଆଫେକ୍ଟେଡ୍ ହେଲେ, ତାଙ୍କର ଆଖି କାନ ମାନେ ଅସୁବିଧା ହେଲା, ସେଠି ବି ଲୁଚେଇକି ରଖା ହେଇଥିଲା। ତେଣୁ ଏଇଭଳି ଅବସ୍ଥା ବର୍ତ୍ତମାନ ଆଦିବାସୀମାନଙ୍କ ପାଇଁ। ଖାଦ୍ୟପେୟ ଠିକ୍ ନାହିଁ, ବସ୍ତ୍ର ଠିକ୍ ନାହିଁ, କୌଣସି ଜାଗାରେ ତାଙ୍କୁ ଠିକ୍ ଭାବରେ ଦେଖାଯାଉ ନାହିଁ। ଦୁର୍ଭାଗ୍ୟର ବିଷୟ, ଦୁଃଖର ବିଷୟ, ଆମେ ହଉଛେ ଆଦିବାସୀ ଲୋକ। ଆମ ଜିଲ୍ଲାର ମହାମହିମ ରାଷ୍ଟ୍ରପତି, ଆମେ ରାଷ୍ଟ୍ରପତି ଜିଲ୍ଲାର ଲୋକ ଏବଂ ଆମର ଆଦିବାସୀ ଯିଏ ହଉଛନ୍ତି ଖୋଦ୍ ସିଏ ସାନ୍ତାଳୀ ଲୋକ। ତେଣୁ ଆଜି ସାନ୍ତାଳୀ ଲୋକ ଓଡ଼ିଶାରେ ଆମେ ଆଦିବାସୀ ଲୋକ ବହୁତ ବିପଦରେ ପଡ଼ିଛେ। ଆଜି ଯୋଉ 12 ଘଣ୍ଟିଆ ଡାକରା ଦିଆଯାଇଛି, ମୁଖ୍ୟତଃ ଆପଣଙ୍କର କାକବନ୍ଧର ଯୋଉ ଛାତ୍ରୀ ଦେହାନ୍ତ ହେଇଯାଇଛି, ତାଙ୍କର ଆଜିର ଏଇ ଯୋଉ ସରକାରଙ୍କର ଅବ୍ୟବସ୍ଥା ଭିତରେ ଖାଦ୍ୟପେୟ ତାଙ୍କର ଯୋଉଭଳି ଭାବରେ ତାଙ୍କର ଶିକ୍ଷକମାନେ ହୁଅନ୍ତୁ କିମ୍ବା ୱାର୍ଡେନ୍ ହୁଅନ୍ତୁ ତାର ଦାୟିତ୍ୱ ନ ରଖିକି ଏଇ ଅବସ୍ଥାଟି ଆଜି ହେଇଛି। ସେଇଥିପାଇଁ ଆମେ ଆଗାମୀ ଦିନରେ ସରକାରଙ୍କୁ ଚେତେଇ ଦଉଛୁ ଯେ କିଭଳି ଭାବରେ ଆମର କେବଳ ମୟୂରଭଞ୍ଜ ନୁହଁ, ସାରା ଓଡ଼ିଶାରେ ଯେତିକି ବି ଆଦିବାସୀ ଛାତ୍ରଛାତ୍ରୀ ମାନେ ରହୁଛନ୍ତି ତାଙ୍କର ହଷ୍ଟେଲ ମାନଙ୍କରେ ତଦାରଖ କରନ୍ତୁ। ଭଲ ଭାବରେ ସେମାନଙ୍କ ପିଲାମାନଙ୍କ ପାଖକୁ ଯାଇକି ତାଙ୍କର ବୁଝନ୍ତୁ, ତାଙ୍କର ସୁବିଧା ଅସୁବିଧା ଖାଦ୍ୟପେୟ ଉପରେ ତାଙ୍କର ଖାଦ୍ୟ ରୁଟିନ ଯାହା ରହୁଛି ସେଟାକୁ ତଦାରଖ କରନ୍ତୁ, ଯାହା ଫଳରେ କି ଆଗାମୀ ଭବିଷ୍ୟତରେ ଆମର ଆଦିବାସୀ ଛାତ୍ରଛାତ୍ରୀ ମାନେ ଭଲ ଭାବରେ